ଆଜ୍ଞା ୟାଡେ ସ୍ୟାଡେ ପ୍ରଥମରୁ ଅଗଲ ଚଗଲ ମୋଟରୁ হবে ନାହିଁ ରାଜଧାନୀରୁ ଆରମ୍ଭ କରିବା ରାତି କିନ୍ତୁ ବହୁତ ହେଇଗଲାଣି ଏବେ ଆରମ୍ଭ କରିବା ନା ସକାଳୁ ସକାଳୁ ଆରମ୍ଭ କରିବା କଣ କହୁଛନ୍ତି ରାତି ରୁଟି ମୁଁ ଜାଣିଥିଲି ଆପଣ ସେ କହିବେ ରାତିର ରାଜଧାନୀରେ ଯୋଉ ମଜା ଆଜ୍ଞା ଠିକ ଚାଲନ୍ତୁ ରାତିରେ ରାତି ଟିକେ ରହିଯା ଟିକେ ଶୋଇଯା এইটা ବୋଧେ ବରମୁଣ୍ଡା ବସଷ୍ଟାଣ୍ଡ ନା କଣ ଏଇଠି ଘଡ଼ିଏ ବସିଯିବା ରାତି ତ ବହୁତ ହେଇଗଲାଣି ଟିକେ ଅଣ୍ଟା ସଳିକି ଦବା ଆଜ୍ଞା ଆମ ଭଳିଆ ବହୁ ଲୋକ ଏଠି ଅଣ୍ଟା ସଳିକିଛନ୍ତି ଆମ ସରକାର ବି ଅଣ୍ଟା ସଳଖିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ଅବଶ୍ୟ ଖାଲି ମଣିଷ ନୁହଁ ଜୀବଜନ୍ତୁଙ୍କ ପାଇଁ ବି ବ୍ୟବସ୍ଥା ଅଛି ଯିବେ ଦୟା ସବୁ ମାୟା ଗାଈ କୁକୁର ଷଣ୍ଢ ସମସ୍ତେ ଏଠି ରେଷ୍ଟ ନେବେ ଏଠି ଜଣେ ଭାଇ ଶୋଇଛନ୍ତି ଗୋଟେ ଗାଈ ଆସି ତାକୁ ଚାଟିବାକୁ ଆରମ୍ଭ କଲାଣି ଆଜ୍ଞା ଇଏ ହଉଛି ଆମ ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡ ଏଠି ସବୁ ସମ୍ଭବ ହେଲେ ଆମେ ଗୋଟେ କଥା ବୁଝିପାରୁନୁ ଯାତ୍ରୀମାନଙ୍କ ପାଇଁ ଆମ ସରକାର ବିଶ୍ରାମାଗାର କରିଛନ୍ତି ଲୋକଗୁଡା ସବୁ ଏଠି କାହିଁକି ଅଣ୍ଟା ସଳକୁଛନ୍ତି କଣ ପାଇଁକି ଚାଲନ୍ତୁ ଆମେ ବିଶ୍ରାମାଗାରକୁ ଯିବା ସେଇଠି ରେଷ୍ଟ ନେବା ବୁଝିଲେ ଲୋକଗୁଡା କିଛି ବୁଝିପାରୁନାହାନ୍ତି ଦେଖିଲେ ଆଉ ଗୋଟେ ନୁହଁ ଯୋଟା ଯୋଟା ବିଶ୍ରାମାଗାର ଡବଲ ଇମ୍ପାକ୍ଟ ବଡ ବଡ ଅକ୍ଷରରେ ଲେଖା ହେଇଛି ଏପଟେ ମହିଳା ବିଶ୍ରାମାଗାର ସେପଟେ ପୁରୁଷ ବିଶ୍ରାମାଗାର ଆମ ଲୋକଗୁରା ପୁରା କିଛି ବୁଝିବେ ନାହିଁ ଆରେ ଭାଇ ଏଡେ ବଢିଆ ବିଶ୍ରାମାଗାର ଥାଉ ଥାଉ ତା ବାହାରେ ରେଷ୍ଟ ନଉଛୁ କିଓ ଚାଲନ୍ତୁ ଆଜ୍ଞା ଭିତରକୁ ଯିବା ଆଲୋ ଆଲୋ ଏଠି ବଡ ତାଲା ପଡିଛି ପୁରୁଷ ତାଲାକୁ ମହିଳା ତାଲା ଭିତରେ କଣ ଅଛି କେଜାଣି ଅବଶ୍ୟ ଯାଇଛି ଭଲ ହେଇଛି ଲୋକ ଯଦି ଭିତରେ ରେଷ୍ଟ ନେବେ ତାକୁ ପୁଣି ସଫାସୁତୁରା କରିବାକୁ ପଡିବ କି ନାହିଁ ଏତେ ଧନ୍ଦା କିଏ କରିବ ପାଖେ ଟାଇମ ଅଛି ତେଣୁ ସବୁଠୁ ସୁବିଧା ବାଟ ହଉଛି ତାଲା ମାରିଦିଅ ଆମେ ପୁଣି ଥରେ କହୁଛୁ ଏଇଟା ବରମୁଣ୍ଡା ବସଷ୍ଟାଣ୍ଡ ଆମ ରାଜ୍ୟର ବୃହତ୍ତମ ବସଷ୍ଟାଣ୍ଡ ପ୍ରଭୁ ପଳେଇବା ଏଠି ରେଷ୍ଟ ନେଲା ବେଳେ କିଛି ପରିସ୍ଥିତି ଦୁଶୁ ନାହିଁ କିଛି ଅଛି ନାହିଁ ତ ହୃଦୟଟି ଏହି ସହରରେ ସବୁ କିଛି ଅଛି ନାହିଁ ତ ହୃଦୟଟି ଗଲା ଥର ରେଳରେ ଗୋଟେ ଜାଗାକୁ ଯାଇଥିଲେ ରାୟଗଡା ଆଜି ବରମୁଣ୍ଡା ଯେତେବେଳେ ଆଇଛି ବସରେ ପଳେଇବା ଆଚ୍ଛା ହଉ ସ୍କୁଲକୁ ଯିବା ଆଜ୍ଞା ସଜ ସଜ ଶିଶୁ ଦିବସ ଯାଇଛି ଦେଖିବା କେମିତିଆ ପାଳନ ହଉଛି ନାଇଁ ଆଜ୍ଞା ସ୍କୁଲର ହେଡମାଷ୍ଟର ଆଜ୍ଞା ୟାଡେ କୁଆଡେ ବୁଲୁଛନ୍ତି ଆମେ ସ୍କୁଲ ଯାଇ କଣ କରିବା ଓହୋ ଦେଖିଲେ ଏପଟେ ବୋଧେ ଶୀତ ପଇଲାଣି ହେଡମାଷ୍ଟର ଆଜ୍ଞା ଜ୍ୟାକେଟ ପିନ୍ଧିଛନ୍ତି ସାର୍ ଗାଡି ପାଖକୁ ଆଇଲେଣି ଆମକୁ କଣ ଚାବି ଆଉ ଟଙ୍କା ମାଗୁଛନ୍ତି ମୋର ଚାବିକାଠି ଏବଂ ମୋର ପଇସା ଯାଇଛି ସାର୍ କେମିତିଆ ଶିଶୁ ଦିବସ ପାଳନ କରୁଛନ୍ତି ଆମେ ସେଇଟା ଦେଖିବାକୁ ଆସିଥିଲୁ ସାର୍ ଆମକୁ ଚାବି ମାଗିଲେଣି ମୋର ଚାବିକାଠି ଏବଂ ମୋର ପଇସା ଯାଇଛି ସାର୍ ବୋଧେ ହୋସରେ ନାହାନ୍ତି ଆଉ ରାଜବେଲିଆ ଢକ ଢକ ନାଲିଆ ପାନି ରାଜବେଲିଆ ଢକ ଢକ ନାଲିଆ ପାନି ପିଉଛନ୍ ବିହାରୀ ପାନି ସକାଳ ପାଇଲେ ରାମକୃଷ୍ଣ ଅମୃତ ବାଣୀ ଦେଖା ସନ ବୈଷ୍ଣବ ଛାଇ ଅବଶ୍ୟ ଆଜିକାଲିକା କିଏ ହୋସରେ ରହୁଛି ଯେ ସାର୍ ହୋସରେ ରହିବେ ଆମେ ଯାହା ଅନୁମାନ କରୁଛୁ ବାହାରେ ଥଣ୍ଡା ପଡୁଛି ତ ସାର୍ ବୋଧେ ସେଇ ଥଣ୍ଡା ଔଷଧ ଗଣ୍ଡେ ଖାଇଛନ୍ତି ସେଇ ଔଷଧ ବାଉଳାରେ ଗାଡି ଚାବିଟାକୁ କୋଉଠି ହଜେଇ ଦେଇଛନ୍ତି ଆଜ୍ଞା ସାର୍ ଟିକେ ଶୁଣିବେ କି ଆପଣ ଜଣେ ଶିକ୍ଷକ ପିଲେ ଆପଣଙ୍କଠୁ କଣ ଶିଖିବେ ସାର୍ ଆଜ୍ଞା ମୋ ପିଲାଙ୍କୁ ବହୁତ ଶିକ୍ଷା ଦଉଛି ସାର୍ କହୁଛନ୍ତି ସିଏ ପିଲାଙ୍କୁ ବହୁତ ଶିକ୍ଷା ଦଉଛନ୍ତି ଆଜ୍ଞା ମୋ ପିଲାଙ୍କୁ ବହୁତ ଶିକ୍ଷା ଦଉଛି କିନ୍ତୁ ନିଜେ ଟିକେ ଅଶିକ୍ଷାରେ ପଡିଯାଇଛନ୍ତି ଭୁଲ କରୁଛି ସାର୍ ଆମକୁ ଆମ ପରିଚୟ ପଚାରିଲେଣି ଆପଣ କିଏ ଆମେ ତ ଜାଣିପାରୁନୁ ଏତେ କୋଶ୍ଚିନ୍ ମତେ କରୁନା ତ ଆପଣଙ୍କୁ ବି ଆମେ ଚିହ୍ନି ରଖିବା ଦରକାର ନ୍ୟୁଜ ଫ୍ୟୁଜ ବୋଲି ସାର୍ ଜାଣିଗଲେ କି ହଁ ତ ଏଇ ଦେଖିଲେ ସାର୍ ନ୍ୟୁଜ ଫ୍ୟୁଜ ଉପରେ କହିବା ଆରମ୍ଭ କଲେଣି ନ୍ୟୁଜ ଫ୍ୟୁଜରେ ଦେଖିପାରୁଛୁ ତାର ଯୋଉ କ୍ଷେତ୍ରରେ ଭୁଲ ହେଇଛି ସେ କ୍ଷେତ୍ରରେ ସୁଧାରିବା ପାଇଁ ବୋଲି ଆମେ ଦେଖୁଛୁ ଯାହା ହଉ ହେଡମାଷ୍ଟର ଆଜ୍ଞା ସଚେତନ ଅଛନ୍ତି ଏଇଟା ଗୋଟେ ବଡ କଥା ନ୍ୟୁଜ ଫ୍ୟୁଜ କଥା ସାର୍ ଜାଣିଛନ୍ତି ଜାଣିକି ବି ଔଷଧ ଖାଇଛନ୍ତି ଓହୋ କିଏ କେତେ ବାଗରେ ଔଷଧ ଖାଉଛନ୍ତି ଆମେ ଟିକେ ଔଷଧ ଖାଇଲୁ କଣ ଗୋଟେ ବେଦ ଅଶୁଦ୍ଧ ହେଇଗଲା ଆଚ୍ଛା ସାର୍ ଆପଣ କୋଉ ସ୍କୁଲରେ ଅଛନ୍ତି ମୁଁ ବୁଡଗଡା PUPS ର ହେଡମାଷ୍ଟର ସାର୍ ଇଆଡେ କୁଆଡେ ଆସିଥିଲେ
ଜିନିଷ କିଣିବାକୁ ଆସିଥିଲି ଭଲିବଲ ଫୁଟବଲ ନେଟ୍ ଫ୍ୟାଟ୍ ଅନ୍ ଅଦର। ହଲୋ 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 କଥାଟା ଏତେବେଳକୁ ବୁଝା ପଇଲା ସାର୍ ତାଙ୍କ ସ୍କୁଲ ପାଇଁ ଖେଳ ସାମଗ୍ରୀ କିଣିବାକୁ ଆଇଥିଲେ। ବଢିଆ କଥା। ଖେଳ ସାମଗ୍ରୀ କିଣିବା ପୂର୍ବରୁ ନିଜେ ଟିକେ ହାଲକେଇକିନା ଖେଳ ଆରମ୍ଭ କରିଦେଇଛନ୍ତି। ରାଜବେଲିଆ ଢକ ଢକ ନାଲିଆ ପାନି ରାଜବେଲିଆ ଢକ ଢକ ନାଲିଆ ପାନି ପିଉଛନ୍ ବିହାରୀ ପାନି ସକାଳ ପାଇଲେ ରାମକୃଷ୍ଣ ଅମୃତ ବାଣୀ ଦେଖାସନ୍ ବୈଷ୍ଣବ ଧାଣୀ। ହଉ ସାର୍ଙ୍କ ଖେଳ ଚାଲୁ ଆମେ ଆଗକୁ ଯିବା। ଠିକ ଠିକ।